ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କର କମେଣ୍ଟସ ପାଇଁ ଧନ୍ୟବାଦ। ଆପଣମାନେ ପ୍ରାର୍ଥନା ଅନୁରୋଧ ଗୁଡ଼ିକ ଦେଉଛନ୍ତି, ଆମେ ଦେଖୁଛୁ। ଆପଣମାନଙ୍କ ପ୍ରାର୍ଥନା ପଏଣ୍ଟକୁ ନେଇ ଆମେ ପ୍ରାର୍ଥନା କରୁଛୁ, ଆମେ ବିଶ୍ୱାସ କରୁଛୁ ପରମେଶ୍ୱର ଆପଣମାନଙ୍କ ଜୀବନରେ ଅଦ୍ଭୁତ କାମ କରୁଥିବେ। ଏହି ପ୍ରକାର ଆପଣମାନେ ନିରନ୍ତର ଆମମାନଙ୍କୁ ଉତ୍ସାହିତ ଦେଉଥିବେ ଆମେ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଦାଉଦଙ୍କ ଛାଟୁଣୀର ଶକ୍ତିର ରହସ୍ୟ। ଦାଉଦଙ୍କ ଛାଟୁଣୀର ଶକ୍ତିର ରହସ୍ୟ। ପ୍ରିୟମାନେ, ଆମେ ଦେଖୁଛୁ ଯେ ପଲେଷ୍ଟେଇ ବୀର ଗଲିହାତ ସେ ଏତେ ଶକ୍ତିଶାଳୀ, ମାତ୍ର ସେ ଏଡ଼େ ଶକ୍ତିଶାଳୀ ବୀର, ତାହାକୁ ଦାଉଦ ଗୋଟିଏ ଛାଟୁଣୀର ପଥରରେ ମାରି ତାହାକୁ ପରାଜୟ କଲେ। ଆମେ ଜାଣିବାର ଆବଶ୍ୟକ ରହିଛି ଯେ କାହିଁକି ଦାଉଦଙ୍କର ଛାଟୁଣୀ ଏତେ ଶକ୍ତିଶାଳୀ ହେଲା। ସାଉଲ ରାଜାଙ୍କ ପାଖରେ ଅନେକ ସୈନ୍ୟମାନେ ଥିଲେ, ଆଉ ସେମାନେ ୱେଲ୍ ଟ୍ରେନ ଥିଲେ, ମାତ୍ର ସେମାନେ ଗଲିହାତ ସହିତ ଯୁଦ୍ଧ କରିପାରିଲେ ନାହିଁ। ସେମାନେ ଖଣ୍ଡା ଦ୍ୱାରା ଗଲିହାତ ସହିତ ଯୁଦ୍ଧ କରିପାରିଲେ। ଦାଉଦ ମଧ୍ୟ ଖଣ୍ଡାରେ, କାତିରେ, ବର୍ଚ୍ଛାରେ ସେ ଗଲିହାତ ସହିତ ଲଢ଼ିବା ପାଇଁ ଗଲେ ନାହିଁ। ମାତ୍ର ସାଧାରଣ ଗୋଟେ ଛାଟୁଣୀ, ଯୋଉ ଛାଟୁଣୀରେ ସେ ନିଜର ମେଣ୍ଢା, ଗାଈ, ଛେଳି ମାନଙ୍କୁ ସୁରକ୍ଷା ଦଉଥିଲେ, ସେଇ ଛାଟୁଣୀ ଧରିକିନା ସେ ଗଲିହାତ ସହିତ ଯୁଦ୍ଧ କରିବା ପାଇଁ ଗଲେ। ଦାଉଦଙ୍କର ଛାଟୁଣୀର ଶକ୍ତିର ରହସ୍ୟ କାହିଁକି? କାରଣ ଦାଉଦ ଖଣ୍ଡା ଚଲେଇବାକୁ ଜାଣିନଥିଲେ, ବର୍ଚ୍ଛା ଚଲେଇବାକୁ ଜାଣିନଥିଲେ। ଦାଉଦ ନିଜର ଛାଟୁଣୀ ଚଲେଇବାରେ ଅଭ୍ୟସ୍ତ ଥିଲେ। ସେ ସେଠି ପ୍ରାକ୍ଟିସ କରିଥିଲେ, ସେ ସମୟ ବିତେଇଥିଲେ। ସେ ଛାଟୁଣୀକୁ ସେ ବାରମ୍ବାର ଚଲେଇ ସେ ଛାଟୁଣୀ ଚଲେଇବାରେ ତାଙ୍କର ଅଭ୍ୟସ୍ତ ଥିଲା। ତାଙ୍କୁ ଯଦି ଖଣ୍ଡା ଦିଆଯାଇଥାନ୍ତା, ବର୍ଚ୍ଛା ଦିଆଯାଇଥାନ୍ତା, ଅନ୍ୟ କ'ଣ ଅସ୍ତ୍ର ଦେଇଥିଲେ, ସେ ଗଲିହାତ ସହିତ ଯୁଦ୍ଧ କରିପାରିନଥାନ୍ତେ। କାରଣ ସେଇ ସବୁ ସହିତ ଦାଉଦଙ୍କର କୌଣସି ପ୍ରକାର ଅଭ୍ୟାସ ନାହିଁ, ପ୍ରାକ୍ଟିସ ନଥିଲା। ମାତ୍ର ଛାଟୁଣୀ ସହିତ ତାଙ୍କର ପ୍ରାକ୍ଟିସ ଥିଲା। ଛାଟୁଣୀକୁ ସେ ଠିକରେ ଚଲେଇବା ପାଇଁ ଜାଣିଥିଲେ। ଅନେକ ଦିନ ଧରି ଛାଟୁଣୀ ଚଲେଇବାର ଅଭ୍ୟାସ ତାଙ୍କ ଜୀବନରେ ଥିଲା। ପ୍ରିୟମାନେ, ଆଜି ଆପଣ କେଉଁ ବିଷୟରେ ଅଭ୍ୟାସ କରୁଛନ୍ତି, ସେଇ ବିଷୟକୁ ପ୍ରଭୁ ବ୍ୟବହାର କରିବେ ଆଉ ଅନ୍ୟମାନଙ୍କର ମୁକ୍ତି ସାଧନ କରିପାରିବେ। ଆପଣ କୋଉ ବିଷୟରେ ନିଜକୁ ଟ୍ରେନ କରୁଛନ୍ତି, କୋଉ ବିଷୟରେ ଆପଣ ନିଜକୁ ଅଭ୍ୟାସ କରୁଛନ୍ତି, ସେଇଟା ହେଲା ବଡ଼ ବିଷୟ। ଆପଣ ଯେଉଁ ବିଷୟକୁ ନେଇ ଆପଣ ଅଭ୍ୟାସ କରିବେ, ସାଧାରଣ ବିଷୟ ହେଇପାରେ। ଦାଉଦଙ୍କର ଛାଟୁଣୀ ସାଧାରଣ ବିଷୟ। ଆପଣ କେବେ ହେଲେ କୌଣସି ଯୁଦ୍ଧ କ୍ଷେତ୍ରରେ ଛାଟୁଣୀ ବ୍ୟବହାର ହେବାଟା ଦେଖିନାହାନ୍ତି। ଆଜିକାଲି ବିଭିନ୍ନ ପ୍ରକାର ବୋମା ଗୁଡ଼ିକ, ଆଜିକାଲି ବିଭିନ୍ନ ପ୍ରକାର ଆଧୁନିକ ଅସ୍ତ୍ରଶସ୍ତ୍ର ଗୁଡ଼ିକ ବ୍ୟବହାର କରାଯାଏ, ମାତ୍ର ଛାଟୁଣୀକୁ କିଏ ବ୍ୟବହାର କରନ୍ତି ନାହିଁ। ମାତ୍ର ଦାଉଦଙ୍କର ଛାଟୁଣୀ କାହିଁକି ଏତେ ଶକ୍ତିଶାଳୀ ହେଲା? କାରଣ ଦାଉଦ ତାଙ୍କର ଛାଟୁଣୀ ବ୍ୟବହାର କରିବାରେ ଅଭ୍ୟସ୍ତ ହେଇଥିଲେ। ଆଜି ଅନେକ ଜଣଙ୍କର ଆରାଧନା ଏତେ ଶକ୍ତିଶାଳୀ କାହିଁକି ଥାଉଛି? ସେଇଟାକୁ ପ୍ରାକ୍ଟିସ କରିଛନ୍ତି, ଅଭ୍ୟାସ କରିଛନ୍ତି ସେମାନେ। ଆଜି ଅନେକଙ୍କର ସେରମନ ଗୁଡ଼ିକ, ମେସେଜ ଗୁଡ଼ିକ ବହୁତ ପ୍ରଭାବଶାଳୀ ଥାଏ, ବହୁତ ଶକ୍ତିଶାଳୀ ଥାଏ। କାହିଁକି? ସେ ସବୁ ଗୁଡ଼ିକ ସେମାନେ ପ୍ରାକ୍ଟିସ କରିଛନ୍ତି। ପ୍ରାକ୍ଟିସ ମେକ୍ ପରଫେକ୍ଟ ବୋଲି କହିବେ। ପ୍ରିୟମାନେ, ଆମେ ଯୋଉ ବିଷୟରେ ଆମେ ସମୟ ଦେବା, ଆମେ ଯୋଉ ବିଷୟକୁ ଅଭ୍ୟାସ କରିବା, ଆମେ ସେଇ ବିଷୟକୁ ପ୍ରଭୁ ବ୍ୟବହାର କରିବା ପାଇଁ ଚାହିଁବେ। ସାଉଲ ରାଜା ଦାଉଦଙ୍କୁ ସେ ସୈନିକ ମାନଙ୍କର ପୋଷାକ ପିନ୍ଧେଇଲେ, ମାତ୍ର ସେ ପୋଷାକ ପିନ୍ଧି ସେ ଆଗକୁ ଚାଲି ଯାଇ ପାରିଲେ ନାହିଁ। ମାତ୍ର ଯେତେବେଳେ ଦାଉଦ ରାଜା ହେଲେ, ସେ ପୋଷାକ ଗୁଡ଼ିକ ପିନ୍ଧି ଯୁଦ୍ଧକୁ ଯାଇଛନ୍ତି। କାହିଁକି ଆଗରୁ ପିନ୍ଧିଲେ ନାହିଁ? କାରଣ ସେ ସବୁ ଗୁଡ଼ିକ ସେ ଅଭ୍ୟାସ କରୁନଥିଲେ, ପ୍ରାକ୍ଟିସ ନଥିଲା ତାଙ୍କର। ସେଥିପାଇଁ ସେଟା ପିନ୍ଧିକିନା, ଯାହାର ଆମେ ପ୍ରାକ୍ଟିସ ନାହିଁ, ଅଭ୍ୟାସ ଯୋଉଟା କରିନାହୁଁ, ଆମେ ସେଇଟାକୁ ଯଦି ଧରିକିନା ଆମେ ଆଗକୁ ବଢିବା, ତାହେଲେ ଆମେ ସଫଳ ହେଇପାରିବା ନାହିଁ। ପ୍ରଭୁ ମଧ୍ୟ ଆମକୁ ବ୍ଲେସ କରିବେ ନାହିଁ। ସେଥିପାଇଁ ଖଣ୍ଡା, କାତି, ବର୍ଚ୍ଛା, ଅନ୍ୟ କୌଣସି ଅସ୍ତ୍ର ଧରି ଦାଉଦ ଗଲିହାତ ସହିତ ଲଢିବା ପାଇଁ ଗଲେ ନାହିଁ।
ମାତ୍ର ଛାଟୁଣୀ ଧରି ଦାଉଦଙ୍କର ଛାଟୁଣୀର ଶକ୍ତି ରହସ୍ୟ କଣ? ସେ ଛାଟୁଣୀ ଚଲେଇବାର ଅଭ୍ୟାସ କରିଥିଲେ। ଯେଉଁ ସମୟରେ ସେ ଜଙ୍ଗଲ ମଧ୍ୟରେ ଯାଉଥିଲେ ନିଜର ମେଣ୍ଢା ଛେଳି ପଶୁମାନଙ୍କୁ ଧରି ଚଲେଇବା ପାଇଁ, ସିଂହ ଆସିବା ସମୟରେ, ବାଘ ଭାଲୁ ଆସିବା ସମୟରେ ଛାଟୁଣୀ ଚଲେଇ ସେମାନଙ୍କୁ ମାରିଥିଲେ। ଆଉ ସେମାନଙ୍କୁ ମାରି ନିଜର ମେଣ୍ଢା ଛେଳି ମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ଆଉ ସେଇ ଛାଟୁଣୀ ଅଭ୍ୟାସ ସେ କରିଥିଲେ। ସେଥିପାଇଁ ପରମେଶ୍ୱର ସେ ଛାଟୁଣୀକୁ ବ୍ୟବହାର କଲେ। ଆଉ ସେ ଛାଟୁଣୀ ଦ୍ୱାରା ସେ ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କଲେ। ପ୍ରଭୁଙ୍କର ଗୌରବ ହଉ। ଆଜି ଆପଣଙ୍କ ହସ୍ତରେ କଣ ଅଛି? ଆଜି ଅନେକ ଯୁବା ଯୁବତୀ ମାନଙ୍କ ହସ୍ତରେ ମୋବାଇଲ, ଏ ମୋବାଇଲ 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 ସେମାନଙ୍କ ହସ୍ତରେ ରହିଛି। ଆଉ ସେ ମୋବାଇଲ ସେମାନଙ୍କ ହସ୍ତରେ ଥିବାରୁ ସେମାନେ ମୋବାଇଲର ଅଭ୍ୟସ୍ତ ଅଛନ୍ତି, ବହୁତ ଅଭ୍ୟସ୍ତ। ମୋବାଇଲର ଅନେକ ବିଷୟ ଜାଣିଛନ୍ତି, ମାତ୍ର ସେ ସବୁ ଗୁଡ଼ିକ ସେମାନଙ୍କର କୌଣସି କାମରେ ଆସେ ନାହିଁ। ସେ ସବୁ ଗୁଡ଼ିକ ସେମାନଙ୍କୁ ପରାଶୟ ହିଁ କରେ, ସେମାନଙ୍କୁ ଜୟଯୁକ୍ତ କରେ ନାହିଁ। ଗୋଟେ ମୋବାଇଲରେ ହ୍ୱାଟ୍ସଆପରେ କିଛି ରଖିଥିବେ, ତାକୁ କି ପ୍ରକାର ପାସୱାର୍ଡ ଦେଇହେବ, ଫେସବୁକକୁ କି ପ୍ରକାର ପାସୱାର୍ଡ ଦେଇହେବ, ସେମାନଙ୍କର ଗ୍ୟାଲେରୀକୁ କି ପ୍ରକାର ପାସୱାର୍ଡ ଦେଇହେବ, ଏସବୁ ଗୁଡ଼ିକ ଶିଖିଛନ୍ତି। ମାତ୍ର ନିଜ ଜୀବନକୁ ପାସୱାର୍ଡ ଦେବାକୁ ଜାଣିନାହାନ୍ତି। ନିଜ ଜୀବନରେ ଯେକୌଣସି ଲୋକ ଆସି ପ୍ରବେଶ କରି ପଳେଇ ଯାଉଛି, ଆଖି ଦ୍ୱାରା ଯେକୌଣସି ବ୍ୟକ୍ତି ଆସି ପ୍ରବେଶ କରି ଯାଉଛି। ଆଜି ବିଭିନ୍ନ ପ୍ରକାର ପାସୱାର୍ଡ ଗୁଡ଼ିକ ନିଜ ଶରୀରରେ ଦେବା କଥା ଥିଲା, ମାତ୍ର ଯୀଶୁଙ୍କ ରକ୍ତର ପାସୱାର୍ଡ ଦେଇନାହାନ୍ତି, ବାକ୍ୟର ପାସୱାର୍ଡ ଦେଇନାହାନ୍ତି, ମାତ୍ର ମୋବାଇଲକୁ ବିଭିନ୍ନ ପ୍ରକାର ପାସୱାର୍ଡ ଦେଇଛନ୍ତି। ମୁଁ କାହାକୁ କଣ୍ଡେମ୍ କରୁନାହିଁ, ଆମର କଣ୍ଡେମନେସନର ମିନିଷ୍ଟ୍ରି ମଧ୍ୟ ନାହିଁ ଆମର। ମାତ୍ର ଆପଣଙ୍କ ହସ୍ତରେ ଯାହା ଆପଣ ଧରୁଛନ୍ତି ସେଇଟାକୁ ନେଇ ପ୍ରଭୁ ବ୍ୟବହାର କରିବେ। ଆପଣ ପେନ୍ ଧରୁଛନ୍ତି, ଆପଣଙ୍କର ପେନ୍କୁ ଶକ୍ତିଶାଳୀ ବ୍ୟବହାର କରିପାରିବେ। ଆପଣ ଝାଡୁ ଧରୁଛନ୍ତି ସଫା କରିବା ପାଇଁ, ସେ ଝାଡୁ ଦ୍ୱାରା ଆପଣଙ୍କୁ ବ୍ୟବହାର କରିପାରିବେ। ପ୍ରିୟମାନେ, ପ୍ରଭୁ ଭୟଙ୍କର। ପରମେଶ୍ୱର ଆମ ହସ୍ତରେ ଯାହା ଆମେ ଧରିଛୁ ସେଇ ବିଷୟକୁ ନେଇ ସେ ବ୍ୟବହାର କରିବେ। ଏହି ପ୍ରକାର ଅନେକ ବିଷୟକୁ ନେଇ ପରମେଶ୍ୱର ବ୍ୟବହାର କରିଛନ୍ତି। ମଶାଙ୍କର ଯଷ୍ଟି ସାଧାରଣ ଯଷ୍ଟି, ମାତ୍ର ମଶା ସେ ଯଷ୍ଟିକୁ ପରମେଶ୍ୱରଙ୍କ ହସ୍ତରେ ଦେଲେ, ସେ ଯଷ୍ଟି ପରମେଶ୍ୱରଙ୍କ ଯଷ୍ଟି ହେଇଗଲା। ଆଉ ସେଇ ଯଷ୍ଟି ଦ୍ୱାରା ସେ ମିଶ୍ର ଦେଶକୁ ଥରହର କରିଦେଲେ। ପ୍ରିୟମାନେ, ଦାଉଦଙ୍କର ଛାଟୁଣୀର ଶକ୍ତିର ରହସ୍ୟକୁ ବୁଝିବାର ଅଛି। ଆପଣଙ୍କ ହସ୍ତରେ କଣ ଅଛି? ଆପଣ କେଉଁ ବିଷୟରେ ନିଜକୁ ଅଭ୍ୟସ୍ତ କରୁଛନ୍ତି? ସେଟା ହେଲା ଇମ୍ପୋର୍ଟାଣ୍ଟ ବିଷୟ। ଆପଣ ଯେଉଁ ବିଷୟ ନିଜକୁ ଅଭ୍ୟସ୍ତ କରୁଛନ୍ତି ସେଇ ବିଷୟକୁ ପ୍ରଭୁ ବ୍ୟବହାର କରିବେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମମାନଙ୍କ ହସ୍ତକୁ ସୂଚି ରଖିବା, ଆମ ହସ୍ତରେ ଠିକ ବିଷୟ ରଖିବା, ଆମେ ଠିକ ବିଷୟ ଗୁଡ଼ିକକୁ ଧରିବା। ସେଇ ବିଷୟ ଗୁଡ଼ିକକୁ ନେଇ ପରମେଶ୍ୱର ଆମକୁ ଶକ୍ତିଶାଳୀ ଭାବେ ବ୍ୟବହାର କରି ଆମର ଶତ୍ରୁମାନଙ୍କ ଠାରୁ ଆମକୁ ବିଜୟ ଦେବା ପାଇଁ, ଆମ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ଆସନ୍ତୁ ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ। ପ୍ରତି ପ୍ରଭାତରେ ତୁମର ଦୟା ଚିର ନୂତନ ଅଟେ। ଆମେ ତୁମର ଗୌରବ ମହିମା କରୁଛୁ। ତୁମେ ଆମମାନଙ୍କୁ ଅନୁଗ୍ରହ କରି ଅନଲାଇନ ସେବା କାର୍ଯ୍ୟ ଦେଇଛ, ଧନ୍ୟବାଦ। ଏହି ସମୟରେ ପ୍ରାର୍ଥନା କରୁଛୁ ଦାଉଦଙ୍କର ଛାଟୁଣୀର ରହସ୍ୟ, ପ୍ରଭୁ ଧନ୍ୟବାଦ ଦିଏ। ସାଧାରଣ ବିଷୟ ଗୁଡ଼ିକକୁ ମଧ୍ୟ ତୁମେ ବ୍ୟବହାର କରି ମହାନ କାର୍ଯ୍ୟ, ମହାନ ମୁକ୍ତି ଗୁଡ଼ିକ ସାଧନ କରିଥାଅ। ଦାଉଦଙ୍କର ସାଧାରଣ ଛାଟୁଣୀକୁ ବ୍ୟବହାର କରି ଇସ୍ରାଏଲକୁ ପ୍ରଭୁ ତାହାର ଶତ୍ରୁ ଗଲିହାତ ଠାରୁ ତୁମେ ଉଦ୍ଧାର ଦେଲ। ପ୍ରଭୁ ଆଜି ଆମମାନଙ୍କ ଲୋକମାନଙ୍କ ହସ୍ତରେ ଯାହା ଅଛି ତାହା ତୁମେ ବ୍ୟବହାର କର। ମନ୍ଦ ବିଷୟ ଗୁଡ଼ିକ ଛାଡ଼ି ଦିଅନ୍ତୁ, ଉତ୍ତମ ବିଷୟ ଗୁଡ଼ିକ ଧରନ୍ତୁ। ଆଉ ସେଇ ବିଷୟ ଗୁଡ଼ିକକୁ ଦ୍ୱାରା ତୁମେ ପ୍ରଭୁ ଲୋକମାନଙ୍କ ମୁକ୍ତି ସାଧନ କରିବା ପରମେଶ୍ୱର ତୁମେ ଅଟ। ଧନ୍ୟବାଦ, ଧନ୍ୟବାଦ। ଆମର ହସ୍ତ ଗୁଡ଼ିକୁ ସୂଚି କର, ମନ ଗୁଡ଼ିକକୁ ସୂଚି କର। ଆଉ ଉପଯୁକ୍ତ ବିଷୟ ନିଜକୁ ଆମେ ଟ୍ରେନ୍ ଅପ୍ କରିପାରିବୁ। ଦୟାକରି ତୁମେ ସାହାଯ୍ୟ କର ପ୍ରଭୁ। ଧନ୍ୟବାଦ ପ୍ରଭୁ, ଧନ୍ୟବାଦ। ତୁମେ ଆମମାନଙ୍କୁ ଦୟା କଲ, ଅନୁଗ୍ରହ କଲ। ଆଉ ଏଇ ସୁନ୍ଦର ସମୟ ତୁମେ ଦେଲ। ଆଉ ଏଇ ସୁନ୍ଦର ସମୟରେ ପ୍ରଭୁ ଆମେ ତୁମର ଗୌରବ କରୁଛୁ। ଯେତିକି ଜଣ ଅଛନ୍ତି ସମସ୍ତଙ୍କୁ ଆଶୀର୍ବାଦ କରି ଗୌରବ ପାଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛୁ, ଆମେନ୍, ଆମେନ୍। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପୁନର୍ବାର ପରସ୍ପର ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।